ଆପଣ ମୋତେ କାହିଁକି ଡକେଇଥିଲେ? ଏଇଥିପାଇଁ ଡାକିଥିଲି ଯେ କହିବା ପାଇଁ ତମେ ଜଣେ ମୂର୍ଖ। ଏମିତି କ'ଣ କହୁଛନ୍ତି? ଆପଣଙ୍କ ଭଳି ମୁଁ ବି ଗୋଟେ ଦେଶର ରାଷ୍ଟ୍ରପତି। ରାଷ୍ଟ୍ରପତି ନା କେନ୍ଦୁ 3 ବର୍ଷ ହେଲା କ'ଣ ଚଳେଇଛ? ଆଉ ତମେ ମୂର୍ଖ ନୁହେଁ ତ କ'ଣ ବୁଦ୍ଧିମାନ? ମୋତେ ଡାକିକି ଏମିତି ଅପମାନ ଦେବାଟା କ'ଣ ଆପଣଙ୍କ ବଦନାମୀର ପରିଚୟ? ମୋ ବଦନାମୀ ଖୋଜୁଛୁ? ମୋ ବଦନାମୀ କ'ଣ ଖୋଜୁଛ? ଟିକିଏ ମୁହଁ ବୁଲେଇ ଦେଲେ ପରା ତମେ ସୁଇସାଇଡ୍ କରିଦେବ। ସେମିତି କୁହନ୍ତୁନି ଆଜ୍ଞା, ମୁଁ ସୁଇସାଇଡ୍ କରିବା ଲୋକ ନୁହେଁ। ଆଉ କି ଲୋକ ତମେ? ଗୋଟେ ଦେଶକୁ ଛାରଖାର କରିଦେଇ ସାରିଲଣି। ଲୋକେ ପୋକମାଛି ପରି ମରୁଛନ୍ତି। ଘର ଦ୍ୱାର କୋଠା ବାଡ଼ି ସବୁ ଧ୍ୱଂସସ୍ତୂପରେ ପରିଣତ ହେଲାଣି। ମୋତେ କହୁଛନ୍ତି? ସେ ହାରାମି ପେତିନିକୁ କହୁନାହାନ୍ତି। ହାରାମି କ'ଣ? ସେ ତ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛି। ତମେ ଯଦି ଧରି ବସିଛ। ଆପଣଙ୍କ ନେଟୱାର୍କ ଖରାପ ଆଜ୍ଞା। ଆଣ୍ଟିନା କାମ କରୁନି ବୋଧେ। ସେଇଟା ପରା ପକ୍କା ହାରାମି, ଚୁତିଆ ବଦମାସ। ଯୁଦ୍ଧ ବିରାମ ଘୋଷଣା ହେଲେ ବି ମାନୁନି। ଥରେ ନୁହେଁ ଆଜ୍ଞା, ଥର କରି 21 ଥର ଏମିତି କଲାଣି। ସେ ନରହନ୍ତା ପିଶାଚ, ଡାଙ୍କୁଣି ଖିଆ, ଅଳପେଇସିଆ। ଷ୍ଟପ୍। ଜଣକ ଆବସେଣ୍ଟରେ ତାଙ୍କ ବିରୁଦ୍ଧରେ ଏମିତି କହିବାଟା ଆଦୌ ଠିକ୍ ନୁହେଁ। କାହିଁକି ମୋତେ ଡାକିକି ଏତେ କଥା ଗପୁଛନ୍ତି? ସେ ହାରାମି ବଜ୍ଜାତ ପେତିନିକୁ ଡାକିକି କ୍ଲାସ୍ ନେଉନାହାନ୍ତି। କାହାକୁ ଡାକିବି, କାହାକୁ କ୍ଲାସ୍ ନେବି, ସେଇଟା କ'ଣ ତମକୁ ପଚାରି କରିବି? ତମେ ଲିମିଟ୍ କ୍ରସ୍ କରୁଛ ମିଷ୍ଟର ପ୍ରେସିଡେଣ୍ଟ। ନୋ ସାର୍, ଯୁଦ୍ଧ ଯେମିତି ଅନଲିମିଟେଡ୍ ଚାଲିଛି, ମୁଁ ସେମିତି ଇଣ୍ଡିଆର ଜିଓ ସିମ୍ ଭଳି ଅନଲିମିଟେଡ୍ ବେଥ୍ରେଡ଼ିଆ। ସାହାଯ୍ୟ ଦେବେ ଯଦି ଦିଅନ୍ତୁ, ନହେଲେ ଢୋ। ନୋ ଫର୍ଦର ସାହାଯ୍ୟ। ପ୍ରଥମେ ଯୁଦ୍ଧ ବନ୍ଦ କର, ଚୁକ୍ତିନାମାରେ ସାଇନ୍ କର, ନହେଲେ ତୃତୀୟ ବିଶ୍ୱଯୁଦ୍ଧର କାରଣ ତମେ ହେବ। ପ୍ରାଇମେରୀ ପିଲାଙ୍କୁ ଟ୍ୟୁସନ୍ କଲା ଭଳି କ'ଣ କହୁଛନ୍ତି ମୋତେ? ସେ ସାଲା ପେତିନିକି କହୁନାହାନ୍ତି ଯୁଦ୍ଧ ବନ୍ଦ କରିବ। ତମେ ତମ କାମ କର, ବାକି କିଏ କ'ଣ କରିବ ଆମେ ଦେଖୁଛୁ। ଆପଣ ଏକ ଆଖିଆ ଶୁକ୍ର ଭଳି ଗୋଟେ ସାଇଡ଼କୁ ଦାଣ୍ଟୁଛନ୍ତି ଆଜ୍ଞା। ଭୁଲି ଯାଉଛନ୍ତି ମୋରି ପାଇଁ ଆଜି ଆପଣ ସେକେଣ୍ଡ ଟର୍ମ ରାଷ୍ଟ୍ରପତି ହେଇଛନ୍ତି। କ'ଣ କହିଲ? ତମ ପାଇଁ ମୁଁ ଜିତିଛି? କ'ଣ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ରଠୁ ଆରମ୍ଭ କରି ଟଙ୍କା ପଇସା ଦେଇ ଦେଉଥିଲେ ବୋଲି ପରା ଆମେରିକାବାସୀ ବାଇଡେନ୍କୁ ହଟେଇ ଦେଲେ। ଆଉ ଆପଣ ଜିତିକି ଆସି ଗଲେ। ଆପଣ ପରା ଏତେ ବଡ଼ ବେପାରୀ, ଏଇ କଥାଟା ବୁଝିପାରୁନାହାନ୍ତି। ବାସ୍ ବହୁତ ହେଇଗଲା। ତୁରନ୍ତ ହ୍ୱାଇଟ୍ ହାଉସ୍ ଛାଡ଼। ଯିବ ନା ଡାକିବି? ଯାଉଛି। କାହାକୁ ଡାକିବା ଦରକାର ନାହିଁ। ହେଲେ ମୋ ଦେହରେ ଶେଷ ରକ୍ତବିନ୍ଦୁ ଥିବା ଯାଏଁ ମୁଁ ସେ ପେତିନିକୁ ଛାଡ଼ିବି ନାହିଁ, କି ମୋ ଦେଶବାସୀଙ୍କୁ ପ୍ରତାରଣା କରିପାରିବି ନାହିଁ। କହିଦେଉଛି।